ओडिशा प्लस खबर ही परिचय ମୁଁ ହେଉଛି ଯଶବନ୍ତ ସେଠୀ ଘାସେଇ ବିଜୁ ଜନତା ଦଳର ଜଣେ ସକ୍ରିୟ ସଭ୍ୟ। ଆଉ ସମସ୍ୟା ମୋର ମୁଁ ଏଇ 2 ବର୍ଷ ଭିତରେ ମୁଁ ନାଲକୋରେ ଥିଲି। ନାଲକୋରୁ ଆସିଲା ପରେ ମୁଁ ଦେଖିଲି ମୁଁ ସେ ଟ୍ରେଡ୍ ୟୁନିୟନ କାମ କରୁଥିଲି। ଟ୍ରେଡ୍ ୟୁନିୟନ କାମ କରିକିରି ସେଠି କୋଟିପତିଙ୍କ ନେତା ଥିଲି। ଭଗବାନ ଏଇଭଳିଆ ମୋତେ କଲେ ଯେ ଏଇ ଗରିବ ଲୋକମାନଙ୍କୁ ତୁମେ ସେବା ଦିଅ, ଆଉ ଗରିବ ଲୋକମାନଙ୍କ ପାଇଁ ତୁମେ କିଛି କାମ କର। ଆଉ ଗରିବ ଲୋକଙ୍କ ପାଇଁ ମୁଁ ଆଜିକି 2 ବର୍ଷ ଭିତରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା, ଆଉ ଆମର ଯେତିକି ହେଲା ଭତ୍ତା ଉପରେ ମୁଁ କହିଲି। ଆଉ ଯେଉଁ ଘର 129ଟା ଘର ମିଳିଛି। ଆଉ ଆମର ସେଠି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମରକଟା, ସେଠି ମୁଁ 36ଟା ଘର ଦେଇଛି। ଆଉ ଲାଇଟ୍ ହିସାବରେ ଲାଇଟ୍ ସବୁଆଡ଼େ ମିଳିପାରୁନି, ମିଳିବ ଲାଇଟ୍, ଷ୍ଟ୍ରିଟ୍ ଲାଇଟ୍ ମିଳିଯିବ। ଆଉ ତେଣ୍ଡାର ଉନ୍ନତିକରଣ କରୁଛି। 5T ମାନ୍ୟବର 5T ପାଣ୍ଡିଆନ ସାର୍ ଯେଉଁ ଆସିଥିଲେ ସେଇଥିରେ ଆମେ କରୁଛୁ ତେଣ୍ଡାର ଉନ୍ନତିକରଣ, କାଦୁଆ ଶିବ ମନ୍ଦିର ଉନ୍ନତିକରଣ, ଆଉ ଭଗୀରଥୀପୁର ଶିବ ମନ୍ଦିର ଉନ୍ନତିକରଣ ଆମେ କାମ କରୁଛୁ। ତାପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଆମକୁ ଦେଇଥିଲେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନ ସେଇଥିରେ ଆମର 50 ଲକ୍ଷ ଟଙ୍କା ଦେଇଥିଲେ। ଆଉ ମୋର ତ ବଡ଼ ପଞ୍ଚାୟତ, ମୁଁ ପଞ୍ଚାୟତ ହିସାବରେ ମୁଁ ସମସ୍ତଙ୍କୁ ବଣ୍ଟା କରିକି ଦେଇଛି। ମୋର 7,000 8,000 ଭୋଟରରେ ମୁଁ ମାନେ ଏତେ ମାନେ ଟେନସନ୍ ଭିତରେ ସମସ୍ତଙ୍କୁ ସନ୍ତୁଷ୍ଟ କରିଛି। ଯିଏ ବି ଅସନ୍ତୁଷ୍ଟ ରହିଛନ୍ତି ସେମାନଙ୍କୁ ବି ମୁଁ କହିଛି ଯେ ନେକ୍ସଟରେ ମୁଁ କ'ଣ ଦେବି। ତା ଆମର ମାନ୍ୟବର ମନ୍ତ୍ରୀ ଖଣି ଇସ୍ପାତ ଆଉ ପୂର୍ତ୍ତ ବିଭାଗର ମାନ୍ୟବର ମନ୍ତ୍ରୀ ଆମର ବହୁତ ମୋ ପଞ୍ଚାୟତକୁ ଦେଇଛନ୍ତି, ବହୁତ ଦେଇଛନ୍ତି। ଆମେ କରିପାରୁନୁ। ଗୋଟେ ଆର୍ଡି ରାସ୍ତା ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଗୋଟେ ଆର୍ଡି ରାସ୍ତା ଏବେ ତିଆରି ହେଉଛି, ଯେଉଁଟାକି ହାତୀଡାବାଠୁ ଧରି ସମାଟାଙ୍ଗୀ ପର୍ଯ୍ୟନ୍ତ ସେ ରାସ୍ତା ହେବ। ଆଉ ଘରେ ଘରେ ସମସ୍ତଙ୍କୁ ସେ ସୁବିଧା ଦେଇଛନ୍ତି। ଆଉ ମାନ୍ୟବର ମନ୍ତ୍ରୀଙ୍କ ସହଯୋଗ କାଦୁଆ ପଞ୍ଚାୟତରେ ଅଧିକା। ଆମର 22ଟା ପଞ୍ଚାୟତ ଅଛି, 22ଟା ପଞ୍ଚାୟତରୁ ଅଧିକା ଭଲ ପାଆନ୍ତି କାଦୁଆ ପଞ୍ଚାୟତକୁ। ଆଉ କାଦୁଆ ପଞ୍ଚାୟତକୁ ଅଧିକା ଭଲ ପାଆନ୍ତି କ'ଣ ପାଇଁ ନା କାଦୁଆ ପଞ୍ଚାୟତରେ ଏଇଭଳିଆ କର୍ମୀ ଅଛନ୍ତି ମୋର, ଶୃଙ୍ଖଳିତ କର୍ମୀ, ଶୃଙ୍ଖଳିତ ସବୁ। ଆଉ ସେମାନେ ଜାଣିଛନ୍ତି, ମାନ୍ୟବର ମନ୍ତ୍ରୀ ଜାଣିଛନ୍ତି ଯେ ଶୃଙ୍ଖଳିତ କର୍ମୀ ଅଛନ୍ତି। ଆଉ ସେଠି ମୋତେ ସେ ଦଳୀୟ ହିସାବରେ ମାନେ ଗୋଟେ ବିଜେଡ଼ିର ସାଧାରଣ ସଭ୍ୟ ହିସାବରେ ମୋତେ ଗ୍ରହଣ କରିଛନ୍ତି। ତାଙ୍କ ପାଖରେ ମୁଁ କୃତଜ୍ଞ। ओडिशा प्लस खबर ही